11 ଓ 12 କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା। ଆଜି ସକାଳ 8:30 ସନ୍ଧ୍ୟା 5:30 ମଧ୍ୟରେ ପାରଳା କେମୁଣ୍ଡିରେ ରାଜ୍ୟର ସର୍ବାଧିକ 92.2 ମିଲିମିଟର ବର୍ଷା ହୋଇଯାଇଛି। ଦାରିଙ୍ଗବାଡିରେ 11 ମିଲିମିଟର ବର୍ଷା ହୋଇଥିବା ବେଳେ ଚାନ୍ଦାବାଲିରେ 10.4 ମିଲିମିଟର ବର୍ଷା ହୋଇଯାଇଛି। ମୌସୁମୀ ଜନିତ ନିମ୍ନ ଚାପରେଖା ଗଭୀର ଅବପାତ ମଧ୍ୟ ଦେଇ ଦକ୍ଷିଣ ପୂର୍ବ ପାକିସ୍ତାନ ଓ ସଂଲଗ୍ନ ରାଜସ୍ଥାନ, ରାଞ୍ଚି, ଦିଘା ଓ ଉତ୍ତର ପୂର୍ବ ବଙ୍ଗୋପସାଗରର ପୂର୍ବ ଆଡ଼କୁ ଗତି କରୁଅଛି। ଏଥିସହ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳର ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପର ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହି ଦୁଇ ପାଣିପାଗର ନିୟାମକ ପ୍ରଭାବରେ ରାଜ୍ୟର ଆସନ୍ତା 12 ତାରିଖ ଯାଏଁ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ସାରା ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ 10 ତାରିଖରେ ବର୍ଷାର ପରିମାଣ ବଢ଼ିବ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। 11 ଓ 12 ତାରିଖରେ ରାଜ୍ୟରେ ବିକ୍ଷିପ୍ତ ବର୍ଷା ହେବ ବୋଲି କିଛି ସୂଚନା ରହିଛି।